ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ବାହୁଡ଼ା ଯାତ୍ରାରେ ବାହୁଡ଼ିଗଲେ ଲକ୍ଷ୍ମଣ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଗ୍ରି ଗ୍ରାମ ପଞ୍ଚାୟତର ପାଞ୍ଚଗୋଛିଆ ଉଠା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ 25 କଞ୍ଜରା ଗ୍ରାମର ଲକ୍ଷ୍ମଣ ସାହୁ ବୋଲି ଜଣାପଡ଼ିଛି। ଲକ୍ଷ୍ମଣ ଅନ୍ତୁଳିଆରୁ ଘରକୁ ଫେରୁଥିବା ବେଳେ ଗୋଟିଏ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଲକ୍ଷ୍ମଣ ଭାରସାମ୍ୟ ହରାଇ ନିଜ ଗାଡ଼ି ସ୍ପ୍ଲେଣ୍ଡର ପ୍ଲସ୍ OD 19AA 9039ଟି ଏକ ଗଛରେ ପିଟି ହୋଇ ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ଜରପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ବର୍ତ୍ତମାନ ଶୋକକୂଳ ଦେଖିବାକୁ ମିଳିଛି। ଅନୁଗୁଳରୁ ପ୍ରବୀଣ କୁମାର ନାୟକଙ୍କ ରିପୋର୍ଟ, NTV।